ଗାଧୋଇବାକୁ ଗଲେ ଯମୁନା ଜଳରେ ପାଲଟା ବସନ ଯେତେ ବାଲିରେ ଥୋଇଲେ ସୁନା ଅଳଙ୍କାର ଯେତେ ଦେହରୁ କାଢିଲେ ଯମୁନା ଜଳରେ କାଳେ ହଜି ଯିବ ବୋଲି କାନରୁ ସୁନା ତାଟକ ରାଧା ଦେଲେ ଖୋଲି ଲଳିତା ବିଶାଖା ଅଷ୍ଟ ସଖୀ ସଙ୍ଗେ ରାଇ ଜଳ କ୍ରୀଡ଼ାରେ ମାତିଲେ କୌତୁକ ହୋଇ ଏହି ସମୟରେ ଚିଲ ପକ୍ଷୀ ହେ ସୁନାର ତାଟକ ନେଲା ଟେକି 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 ହେ। ସୁନାର ତାଟକ ଜକମକ ଦିଶୁଥିଲା ମାଂସ ଖଣ୍ଡେ ଭାବି ଚିଲ ପକ୍ଷୀ ଯାଇ ଥଣ୍ଟରେ ଉଠେଇ ନେଲା ଉଡି ଉଡି କୁଞ୍ଜ କଦମ୍ବ ଡାଳରେ ବସିଲା ସେ ଚିଲ ପକ୍ଷୀ ବାରମ୍ବାର ଥଣ୍ଟ ଆଘାତ କରିଲା ଖାଇବ ବୋଲି ଭାବିକି ଆହେ ଥଣ୍ଟ ଥକି ଗଲା ଖାଇ ନ ପାରିଲା କିଛି ଲାଭ ହେଲା ନାହିଁ ତାଟକ ଫୋପାଡ଼ି ସେ ଚିଲ ପକ୍ଷୀଟା ଉଡ଼ିଣ ଗଲା ପଳେଇ ନାଉଥିଲେ ରାଧା ଯାହା କାନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ ହଜିଗଲା ସେହି କୁଞ୍ଜ ବନରେ। ସାରି ରାଧିକା ଯେ ଜଳରୁ ଉଠିଲେ ତାଟକ ନ ଦେଖି ସେହି ଚମକି ପଡ଼ିଲେ ସବୁ ଅଳଙ୍କାର ଅଛି ତାଟକଟି ନାହିଁ ଶାଶୁ ଜାଣି ଗଲେ ଗାଳି ଦେବେ ନିଶ୍ଚେ ତହିଁ କିଏ ନେଇ